ସତ୍ୟଭୂମି ମୃତ୍ୟୁ ଭୂମି। ମନୁଷ୍ୟ ଜୀବଟିଏ ଜନ୍ମ ହେଲା ମାତ୍ରେ ସେ ଲେଖିଦେଇ ଆସିଛି ମୁଁ ଦିନେ ମରିବି। ସେହି ପ୍ରକାରେ ରହି ନାହିଁ କେହି ରହିବେ ନାହିଁ କେ ଭବରଙ୍ଗ ମଞ୍ଚ ତଳେ। ଏ ଭବତରଙ୍ଗ ପୃଥିବୀ, ଏ ପୃଥିବୀ ହେଉଛି ଗୋଟିଏ ରଙ୍ଗମଞ୍ଚ। ଯେପରି ନାଟ ମଣ୍ଡପରେ କଳାକାରମାନେ ଆସି କଳା ପ୍ରଦର୍ଶନ କରି ଚାଲିଯାଆନ୍ତି, କିଏ ଚୋର ଡକାୟତି, କିଏ ଲୁଟମାର କରନ୍ତି, କିଏ ମର୍ଡର କରନ୍ତି, ପରିଶେଷକୁ କ'ଣ ସେଇମାନେ ସେଇ ଫଳ ହିଁ ଭୋଗିଥାନ୍ତି। କିଏ ଅନ୍ଧ ହୁଏ, କିଏ ଛୋଟା ହୁଏ, କିଏ କେମ୍ପା ହୁଏ, କିଏ ମର୍ଡର ହୁଏ। ସେହି ପ୍ରକାରେ ରହିଛି ସୁକର୍ମ ଆଉ କୁକର୍ମ। ସୁକର୍ମ କଲେ ସୁଫଳ ପାଆନ୍ତି, କୁକର୍ମ କଲେ କୁଫଳ ପାଆନ୍ତି। ଆଉ ଗୋଟିଏ କର୍ମ ଅଛି ଆଜ୍ଞା, ଅକର୍ମ। ଅକର୍ମ କେମିତି ବୁଝିବା? ଗୁରୁଙ୍କ ଠାରୁ ହିଁ ପ୍ରାପ୍ତ। ଅକର୍ମ କର୍ମ ଅଳଙ୍କାର ଘରୁ ଯୋଉ ପବନ ବାହାରି ଆସୁଛି ରମ ଦୁଇଟି ଶବ୍ଦ ବାହାରି ଆସୁଛି। ଆମର ଦୁଇ ନାକ ପୁଡ଼ାରେ ସେ ଗତାଗତ କହୁଛି। ର ହେଉଛି ଚନ୍ଦ୍ର, ଯେ ବାମ ମାସ ପୁଡ଼ାରେ ଯିବା ଆସିବା କରେ। ମ ହେଉଛି ସୂର୍ଯ୍ୟ, ଡାହାଣ ମାସ ପୁଡ଼ାରେ ଯିବା ଆସିବା କରେ। ଏହି ପ୍ରକାରେ ଦିନକୁ 7 ଦିନ ଭଲ ହେଉଛି। 7 ଦିନ ପବନ ଏପଟକୁ ସେପଟକୁ ଯିବା ଆସିବା କରେ। ପ୍ରଥମେ ପୃଥିବୀରେ ରବି ସୂର୍ଯ୍ୟ ଉଦୟ ହୁଅନ୍ତି 6ଟାରୁ 7ଟା 43 ପର୍ଯ୍ୟନ୍ତ। ସେଠୁ ପବନ ଫେରେ ପଳେଇ ଆସେ ବାମ ପଟକୁ 7ଟା 43ରୁ 9ଟା 16 ପର୍ଯ୍ୟନ୍ତ। ଏ ସମମାର ଭୋଗ ହୁଏ ଲିଙ୍ଗ ଦ୍ୱାରରେ ବାମ ମାସପଡ଼ରେ ପବନ ଭୋଗ ହୁଏ। ପୁଣି 9ଟା 16 ହେଲେ ଡାହାଣ ପଡ଼ାରୁ ପବନ ପଳେଇ ଆସେ। ସୂର୍ଯ୍ୟ ପଡ଼ରେ ପବନ ଭୋଗ କରେ କୋଉଠି ଭୋଗ କରେ? ମୁଖରେ ମଙ୍ଗଳ ଭୋଗ କରେ। ମଙ୍ଗଳବାର ସେ ଭୋଗ କରେ କେତେ ସମୟ ପର୍ଯ୍ୟନ୍ତ? 10ଟା 59 ପର୍ଯ୍ୟନ୍ତ। 10ଟା 59 ହେଲେ ଫେରେ ପବନ ପଳେଇ ଆସେ ବାମ ପଟକୁ। 10ଟା 59ରୁ 12ଟା 42 ପର୍ଯ୍ୟନ୍ତ ସେ ବାମ ନାସାପଡ଼ରେ ଭୋଗ କରେ ବୁଧବାର। 12ଟା 42 ହେଇଗଲେ ଫେରେ ପବନ ଡାହାଣ ପଡ଼କୁ ପଳେଇ ଆସେ 2ଟା 35 ପର୍ଯ୍ୟନ୍ତ ଗୁରୁବାର ଭୋଗ କରେ। 2ଟା 35ରୁ 12ଟା 42ରୁ 2ଟା 35। 2ଟା 35 ହେଇଗଲେ ଫେରେ ପବନ ବାମ ପଡ଼କୁ ପଳେଇ ଆସେ। ଶୁକ୍ରବାର ଭୋଗ କରେ ବାମ ଚକ୍ଷୁରେ ଭୋଗ କରେ। ଶୁକ୍ରବାର କହନ୍ତି 6 ବାର ଭୋଗ କରେ। ଆଉ ଗୋଟେ ବାର ହେଲା ଶନିବାର, ସେ ଡାହାଣ ଚକ୍ଷୁରେ ଭୋଗ କରେ ଶନି। ଆଉ କେତେ ଭୋଗ କରୁଛନ୍ତି କର୍ଣ୍ଣମୂଳରେ। ଶନିବାରଟା ଆଜ୍ଞା 2ଟି ବାରରେ ବି ଭୋଗ ହେଉଛି, ଅମାବାସ୍ୟା ପୂର୍ଣ୍ଣମୀ। ତାକୁ ଯଦି ସାଧନା କରିପାରିବ ପବନକୁ ଧରି ସେ ନିଶ୍ଚୟ ଚିହ୍ନିପାରିବ ଆଗକୁ ଏ ବିଷୟ। ତେବେ ଗୁରୁ କହିଛନ୍ତି ଏଇ 7 ବାରରେ 7ଟା କର୍ମ କରିବା ପାଇଁ। ଯୋଉଟା ଅକର୍ମ, ସୁକର୍ମ କୁକର୍ମ ଦେଖିଲେ ଯେମିତି କର୍ମ କରି ସେମିତି ଫଳ ପାଉଛନ୍ତି। ଅକର୍ମ କରିବା, ଅକର୍ମ କ'ଣ? ଯୋଉଟା ଅଳଙ୍କାର ଧରି ଆସୁଛି ସେ ପବନକୁ ଧରି କର୍ମ କର ବୋଲି ଗୁରୁ କହୁଛନ୍ତି। ଏ ସୂର୍ଯ୍ୟରେ ସ୍ନାନ, ସୂର୍ଯ୍ୟରେ ଭୋଜନ, ସୂର୍ଯ୍ୟରେ କର ଗମନ, ଚନ୍ଦ୍ରରେ ଶୟନ, ଚନ୍ଦ୍ରରେ ତୁ ଧ୍ୟାନ ଦେ, ଚନ୍ଦ୍ରରେ କର ମୈଥୁନ। ବାରରେ 7ଟା କର୍ମ କରିବା। ସୂର୍ଯ୍ୟର ହଉଛି 3 ବାର, ରବିବାର, ମଙ୍ଗଳବାର, ଗୁରୁବାର। କ'ଣ ରଖିଛି କି କର୍ମ? ସ୍ନାନ ଭୋଜନ ଗମନ।
ସୂର୍ଯ୍ୟର ରଖିଛନ୍ତି ଚାରିବାର ସୋମବାର ବୁଧବାର ଶୁକ୍ରବାର ଶନିବାର ଏଇ ଚାରିବାରରେ ଚାରିଟି ବାର କର୍ମ ରଖୁଛନ୍ତି ଶୟନ ଧ୍ୟାନ ମୈଥୁନ ପଦାପାଣି ଯଦି ଆକୁ ଓଲଟା ପାଲଟା କରିଦେବା ସୂର୍ଯ୍ୟପୁରରେ ଥିବ ଆମେ ମଳ ତ୍ୟାଗ କରିବା ସେତେବେଳେ ଝାଡ଼ା ଠିକରେ ହେବ ନାହିଁ ମଳ ଦ୍ୱାରା ଜଳପଡ଼ା କରିବ ଯଦି ଚନ୍ଦ୍ରହାରେ ସ୍ନାନ କରିବା ସେତେବେଳେ ଆମ ଶରୀର ଥଣ୍ଡା ଥାଏ ବାମନ ସାରେ ପ୍ରବଳ ବହୁଛି ଆହୁରି ଥଣ୍ଡା କରିବା କ'ଣ ହବ କାଳ ଗ୍ରାସ କରିବ ମୈଥୁନ ଆମେ ଯଦି ସୂର୍ଯ୍ୟପୁରରେ ଥିବା ମୈଥୁନକୁ ଯିବା ତାର ପରଦିନ କ'ଣ ହୁଏ ଆଉ ମନୁଷ୍ୟ ଭଳି ଲାଗେନି ସେ ମଲା ମଣିଷ ଭଳି ଲାଗେ ଏଇ ପ୍ରକାର ଗୁରୁ କହିଛନ୍ତି 7 ବାରରେ 7 କର୍ମ କରିବା ଆଉ କ'ଣ କହିଛନ୍ତି ବ୍ରହ୍ମ ମୁହୂର୍ତ୍ତରୁ ଶଯ୍ୟାରୁ ଉଠିଣ କରିବୁ ପଦ୍ମାସନ ନାଭିର ପବନ ନାସାରେ ଭଜନ ଯେ ଜପିବୁ ଜପ ମୋର ଯୋଗୀ ଋଷି ମାନେ କହିଯାଇଛନ୍ତି 4ଟାରୁ 5ଟା ଭିତରେ ଯାହାର ନିଦ୍ରା ଭଙ୍ଗ ହୁଏ ତାଠୁ ଭାଗ୍ୟବାନ ଆଉ କେହି ନାହାନ୍ତି କିନ୍ତୁ ସେ ସମୟଟାକୁ ବ୍ୟର୍ଥ ଯିବା ପାଇଁ କେବେ ହବନି ସେତେବେଳେ କହିଲି କ'ଣ ପଦ୍ମାସନ କରି କିମ୍ବା ଶୁକ ଆସନ କରି ଯାହାକୁ ଯେଉଁ ଆସନ ଲାଗିବ ସେ ଆସନରେ ସେ ବସିବ ନାଭିର ପବନ ନାସାରେ ଭଜନ ଜପିବ ଅବନା ମନ୍ତ୍ର କୋଉ ଅବନା ମନ୍ତ୍ର ଜପିବ ପୃଥିବୀ ଚକ୍ରରେ 4 ଅକ୍ଷର ଅବନା ଜପିବ ଜାଣ ଲିଙ୍ଗ ଚକ୍ରେଶ୍ୱର ଅକ୍ଷର ଜପିବୁରେ ଭାବିରେ ଦଶଟି ଚନ୍ଦ୍ରପଟରେ ଅଛି ତଳ ଆଡୁ ଆସିବ ପୃଥିବୀ ଚକ୍ରରେ 4 ଅକ୍ଷର ତୁ ଅବନା ଆଡୁ ଆସିବ ବସ୍ୟ ସରସ ସେତେବେଳେ ଚନ୍ଦ୍ରପଟର ହିଁ ପବନ ଥିବ ତଳ ଆଡୁ ହିଁ ଆସିବ ପୃଥିବୀ ଚକ୍ରରେ 4 ଅକ୍ଷର ଜପ କରିବ ଲିଙ୍ଗ ଚକ୍ରରେ 16 ଅକ୍ଷର ଜପିବ ଲିଙ୍ଗ ଚକ୍ରରେ କିଏ ଅଛନ୍ତି କାମାକ୍ଷୀ କାମିନୀ ର ର ଜ ମ ଏମିତି ଜପ କରିବ ରାଯିବ ଉପରକୁ ର ଆସିବ ତଳକୁ ଗୋଟେ ଅକ୍ଷର ଉପରକୁ ର ର ଜ ମ ଭ ବ ସୂର୍ଯ୍ୟ ଘର ଥିଲେ ସେଟା ଓଲଟା ବ ଭ ମ ଜ ର এই প্রকারে ওল্টা পাল্টা লিঙ্গ চক্রে 16 অক্ষর জপিবু নাভিরে 10টি নাভিরে কি অଛନ୍ତି সাবিত্রী ব্রহ্মা অଛନ୍ତି সেটা অক্ষর কোন ଅଛି ফ প ন ধ দ থ ক ল ঢ ঢ সেটা 10 অক্ষর ভজন হচ্ছে হৃদয় চক্রে 12 অক্ষর জপ 16 অক্ষরে তর কণ্ঠ বেনিয়া চক্রে 12 অক্ষর জপ কোন সে 12 অক্ষর ঠ ট ঞ ঝ জ ছ চ ও হ গ ফ 12 অক্ষর 16 অক্ষর তর কণ্ঠ 16 অক্ষর কোন অଛନ୍ତି শিব পার্বতী শিব অষ্টী অহ অং ঔ ও ঐ এ লু লু রু রু উ উ ই ই আ অ
ଷୋଳ କ୍ଷରେ ତୁରନ୍ତ କଣ ଲଲାଟେ ଚକ୍ରେ ତୁ ବେନି କ୍ଷର ଦେବ ଲଲାଟ ଚକ୍ରେ କ'ଣ ଅଛି ଶକ୍ତି ଆଦି କ୍ଷ 50 କ୍ଷର ଜପ 50 ଅକ୍ଷର ଅବନ ଜପୁଛି ଆପଣ କହିଛନ୍ତି ସଦ ଗୁରୁ ପଦେ ସେବା ତୁ କରିଲେ 4 କ୍ଷର ଦେବେ କହି 54 ଅକ୍ଷର ଅବନ ପଦେ निरंजन निराकार स्थूल ब्रह्म पुराण धीश ये 4 अक्षर से 50 अक्षर गुरु सेवा कले ही ये 4 अक्षर पाए सदा गुरु पादे सेवा तो करिले 4 अक्षर देवे कही 54 अक्षर अपना पदये जपिबु तिमिते रही ये 54 अक्षर सरिला परे उल्टा पल्टा करिबु तापरे तू अजपा जपिबार भी जति जपि श्री पूर्णानंद पाद पद्मे ध्यान साधु तमे जोड़ी कर दिन बांधव शरणार सिंधु हे गुरु पूर्णिमा स्वामी जी ओम श्री गुरु पूर्णिमा ब्रह्म